ଚାରିଟା ମୁଁ କାମରେ ଭୁବନେଶ୍ୱର ପଡ଼ିଥିଲି। 4ଟା ବେଳେ ସେ ଆସିଲା ଘରକୁ, ବାପା ଥିଲେ। ମୋ ମିସେସ୍କୁ ଭଲ ପାଏ, ମିସେସ୍ ଥ୍ରୁ ସବୁ କାମ କରାଏ। ମୋ ମିସେସ୍ ଡାକି ନେଇଗଲା ବାପାଙ୍କୁ, କହିଲା କ'ଣ ହେଲା? କହିଲା ମୋ ମୋର ରିକ୍ୱେଷ୍ଟ ହେଉଛି ଟୁଟୁ ଭାଇ ସେ କରୁନାହାନ୍ତି, ଆପଣ ଟିକେ କୁହନ୍ତୁ, ଅର୍ଜନ ନ କର ମୁଁ କରିବି। କହିଲେ ମୁଁ ତାକୁ କହିପାରିବିନି, ସେ ଜିଦିଆ ଟୋକା, ତୁ ହଁ ନା ନାଇଁ କହ। କହିଲା ନ ମୁଁ କରିବି, ନେକ୍ସଟ କିଛି କରିବା। ପଳେଇଲା। ମୁଁ ଆଇଲି, ବାପା କ'ଣ ହେଲା? କହିଲା ମନା କରିଦେଇଗଲା। ଫୋନ୍ କଲି, ଅନୁ କ'ଣ ମନା କରିଦେଇ ଗଲୁ? ମୋ ରିକ୍ୱେଷ୍ଟ ରଖୁନାହାନ୍ତି ଆଉ। ମୁଁ ଦେଖ ୟେସ୍ ଅର୍ ନ କହ, ଏଇଟା ଛାଡ଼ି ଦିଅନ୍ତୁ, ନେକ୍ସଟ କରିବା। ମୁଁ କହିଲି ନେକ୍ସଟ କିଏ ଦେଖିଛି? ଖାଲି ଗୋଟେ ମନେ ରଖ, ମୁଁ ତ ଛାଡ଼ିନି, ତୁ ମୋତେ ଛାଡ଼ିଲୁ। 5 ଦିନ ପରେ ଗଲି ଜୟ ଶ୍ରୀ ଶ୍ରୀରାମ ପିଞ୍ଜୁଷରେ, ଇଣ୍ଟରଭ୍ୟୁ ଦେଖାଲା ମୁନା, ମୋତେ ଗୋଟିଏ ପାଖେ କୁଣ୍ଡେଇ ମୁଁ କ'ଣ କରୁଛୁ କହ? କିଛି ନାହିଁ, ମୁଁ ବହୁତ ଯିବୁ ଘରକୁ ସରିଲା ପରେ। କହିଲି ସରିଲା ପରେ ଆମ ଘରକୁ ମିଶିକି ଲଞ୍ଚ କରିବା 2 ଭାଇ। ଲଞ୍ଚ କଲୁ, ମୁଁ କହିଲି ପ୍ରେମର ତେଲ କରିବୁ, ସାଙ୍ଗେ ସେ ଭୁଲ କରିବି, କ'ଣ କୋଉଠି ସାଇନ୍ କରିବି।